ଆପଣ ଜଣେ ଯଦି କଳାକାର ନୂଆ ଆସିଛନ୍ତି ବା କିଛି ଦିନ କାମ କଲେଣି ଏ କଥା ଆପଣ ଜାଣିବା ନିହାତି ଦରକାର। ବେଳେବେଳେ ଆମ ସହିତ କାହାର ଝଗଡ଼ା ହେଇଯାଏ, ସିଏ କଳାକାର ହେଇଥାନ୍ତୁ ବା ଟେକ୍ନିସିଆନ୍ ହେଇଥାନ୍ତୁ। ତା ଭିତରେ କିଏ କାହାକୁ ଧମକଉଥିବ କି ମୁଁ ତୋତେ ଇଣ୍ଡଷ୍ଟ୍ରିରେ କାମ କରିଦେବିନି, ତୁ ଜାଣିନୁ ମୋର କେତେ ହାତ ଅଛି, ମୁଁ ତୋତେ ଇଣ୍ଡଷ୍ଟ୍ରିରେ ରଖେଇ ଦେବିନି। ଏମିତି ବି হয় ବେଳେବେଳେ। କିନ୍ତୁ ତାପରେ ଦେଖିବେ ସେମାନେ ଅଲଗା ଅଲଗା ଜାଗାରେ କାମ କରୁଥିବେ। ତା ଦେହରୁ ଆପଣ କ'ଣ ଶିଖିଲେ? କିଏ କାହାକୁ କହିବ କାମ କରେଇ ଦେବନି ସେମିତି ଏଠି ହେଇପାରିବନି। ଯଦି ଆପଣ କାମ ଶିଖିଛନ୍ତି ଆପଣ କାମ କରିପାରିବେ। ଗୋଟେ ଲୋକର ଇଣ୍ଡଷ୍ଟ୍ରି ଚାଲୁନି ବା ଗୋଟେ ପ୍ରଡକ୍ସନରେ ଇଣ୍ଡଷ୍ଟ୍ରି ଚାଲୁନି, ମଲ୍ଟିପୁଲ ପ୍ରଡକ୍ସନ ଏଠି ଅଛି, ମଲ୍ଟିପୁଲ ଲୋକ ଏଠି କାମ କରୁଛନ୍ତି। ଧୀରେ ଧୀରେ ନୂଆ ଲୋକ ଆସୁଛନ୍ତି, ଭଲ କାମ ହେଲାଣି। ଆଗରୁ କାମ କିଛି ଅଲଗା ଥିଲା, ଏବେ କାମ କିଛି ଅଲଗା ହେଲାଣି। ଏବେ ଟ୍ୟାଲେଣ୍ଟ ଖୋଜା ହେଉଛି, ଭଲ ଟ୍ୟାଲେଣ୍ଟ। କେମିତି ଆପଣ ଭଲ ଜଣେ ଅଭିନେତା ହେବେ ଏଇଥିରେ କାମ କରନ୍ତୁ। ଠିକ୍ ଅଛି କେତେବେଳେ କାହା ସାଙ୍ଗରେ ଝଗଡ଼ା ହେଇଯାଏ, କିନ୍ତୁ ଝଗଡ଼ାରୁ ଯେତେ ଦୂରେଇକି ରହିବେ, ଯେତେ ପଜିଟିଭଲି ରହିବେ, ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବେ। ଠିକ୍ ଅଛି କିଏ କ'ଣ କହିଲା କହିଲା, ବଟ୍ ମନେ ରଖିବେ ଆପଣ କାହିଁକି ଏଠିକି ଆସିଛନ୍ତି? କାମ କରିବା ପାଇଁ, ଆକ୍ଟିଂ କରିବା ପାଇଁ। ଆପଣ ଯେତେ ନିଜକୁ ଏକ୍ସପ୍ଲୋର କରିବେ, ଯେତେ ନିଜକୁ ଗ୍ରୋ କରିବେ, ଯେତେ ନିଜେ ଡେଭଲପ୍ କରିବେ, ସେତେ ଆପଣ କାମ ଭଲ ପାଇବେ। ଧୀରେ ଧୀରେ ଲୋକଙ୍କର ମାଇଣ୍ଡସେଟ୍, ଧୀରେ ଧୀରେ ଜୀବନଯାପନ ଶୈଳୀ ଯେତେବେଳେ ଚେଞ୍ଜ ହେଉଛି, ଅଭିନୟ ବି ଚେଞ୍ଜ ହେଉଛି। ଯେମିତି ମୁଁ ଏବେ ମୋ ଘରେ ମୋ ଘର ଲୋକଙ୍କ ସହିତ ଯେମିତି କଥା ହେଉଛି, 10 ବର୍ଷ ପୂର୍ବରୁ ମୋ ଏଜ୍ର ଲୋକଟେ, ମୋ ଏଜ୍ର ପିଲାଟେ ତା ଘର ଲୋକଙ୍କ ସହିତ ସେମିତି କଥା ହେଉନଥିଲା। ତାର 20 ବର୍ଷ ପୂର୍ବରୁ ସିଏ ତା ଘର ଲୋକଙ୍କ ସହିତ ସେମିତି କଥା ହେଉନଥିଲା। ଧୀରେ ଧୀରେ ଟାଇମ୍ ଟୁ ଟାଇମ୍ କଥାବାର୍ତ୍ତା, ୱେ ଅଫ୍ ଲାଇଫ୍ ଚେଞ୍ଜ ହେଉଛି। ତ ଆମକୁ ବି ଅପଡେଟ୍ ରହିବା ଦରକାର। ଜମା ମାଇଣ୍ଡ ରଖନ୍ତୁନି କିଏ କ'ଣ କହିଲା। ବେଳେବେଳେ ମୋ କଣ୍ଟାକ୍ଟରେ ବି ଏମିତି ଲୋକ ଆସିଛନ୍ତି, ସେ ଲୋକଙ୍କ ସହିତ ସେ ପ୍ରଡକ୍ସନ ଝଗଡ଼ା ହେଇଥିବ, ସେ ଲୋକଙ୍କ ସହିତ ସେ ୟୁନିଟ୍ରେ ଝଗଡ଼ା ହେଇଥିବ, ସେ ଚ୍ୟାନେଲରେ ଝଗଡ଼ା ହେଇଥିବ। କିନ୍ତୁ ସେ ଲୋକକୁ ସିନା ସେଇ ଚ୍ୟାନେଲରେ କାମ ମିଳିନଥିବ, କିନ୍ତୁ ଆହୁରି 4ଟା ଚ୍ୟାନେଲ ଅଛି, ଆହୁରି ଅଲଗା ପ୍ରଡକ୍ସନ ଅଛି, କୋଉଠି ବି କରିପାରିବେ। କେମିତି କରନ୍ତି ସେ? କାହିଁକିନା ତାଙ୍କର ଟ୍ୟାଲେଣ୍ଟ ଅଛି, ଲୋକ ତାଙ୍କୁ ଜାଣିଛନ୍ତି, ଆଉ ଲୋକ ଜାଣିଛନ୍ତି କି ସେ ଭଲ କାମ କରିପାରିବେ। ତ ଏ କଥା ଧ୍ୟାନ ଦିଅନ୍ତୁ। ତା ମାନେ ନୁହଁ ଯେ ଆପଣ କାହା ସହିତ ଝଗଡ଼ା କରିବେ। ଆପଣ କାହା ସହିତ ଝଗଡ଼ା କରିବା ଦରକାର ନାହିଁ। ନିଜକୁ ଭଲ ଭାବରେ ବନାନ୍ତୁ। ନିଜକୁ ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା, ଆପଣ ଯେତେବେଳେ କାମ କରିବେ ଧୀରେ ଧୀରେ ବହୁତ ଲୋକ ଆପଣଙ୍କୁ ଭଲ ପାଇବା, ଧୀରେ ଧୀରେ ବହୁତ ଲୋକ ଆପଣଙ୍କୁ ଚିହ୍ନିବେ, ବହୁତ ଆୱାର୍ଡ ଶୋକୁ ଯିବେ। କେବେ ଭାବିବେନି କି ମୁଁ ଆକ୍ଟର ହେଇଗଲି, ମୁଁ ବଢ଼ିଆ ଆକ୍ଟିଂ କରୁଛି, ମୁଁ ଭଲ ଆକ୍ଟରଟେ ହେଇଗଲି। ଯୋଉଦିନ ଏ କଥା ଭାବିବେ ସେବେଠାରୁ ଆପଣଙ୍କ ଡାଉନଫଲ୍ ଷ୍ଟାର୍ଟ ହେଇଯିବ। ଆପଣ ନିଜକୁ ନିଜେ ପ୍ରତିଦିନ ଚ୍ୟାଲେଞ୍ଜ ଦିଅନ୍ତୁ। ମୁଁ ଆଜି ଯାହା ଅଛି କାଲି ଆହୁରି ଡେଭଲପ୍ ହେବି। ଆଜି ଯାହା ଅଛି, ଯାହା କରିଛି କାଲି ଆହୁରି ଭଲ କରିବି। ଆହୁରି ନୂଆ ନୂଆ କାମ ପାଇଁ ନିଜକୁ କେମିତି ପ୍ରିପେୟାର କରିବି, ଏଇଥିରେ ଲାଗି ପଡ଼ନ୍ତୁ। କାମ ଆପଣଙ୍କ ପାଖକୁ ଆସିବ, ଆପଣ କାମ କରିପାରିବେ। ଏ କଥା ସବୁବେଳେ ଧ୍ୟାନ ଦିଅନ୍ତୁ। ବହୁତ ଭଲ ରୁହନ୍ତୁ, ବହୁତ ଖୁସିରେ ରୁହନ୍ତୁ। ଜଗନ୍ନାଥ ଆପଣଙ୍କୁ ବହୁତ ହି ଭଲ ରଖନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।